ଟିକେ ଭିତରକୁ ଯାଅ। ହଁ ଭିତରକୁ ଟିକେ ଯାଅ। ହଁ ଟିକେ ଆରାମ ସେ ଝିଅ ଟିକେ ଆରାମ ସେ। ହଁ ଟିକେ ଆରାମ ସେ ଲଢ଼ିକି ତାଙ୍କ ମୋବାଇଲ ଆଣି ପୁଣି ବି ଲାଇଭ୍ କରିଛି। ତାପରେ ପୋଲିସ ଆମକୁ ଅଟକେଇ ରଖିଲା, ଭାଇ ଭଉଣୀକି ଛାଡ଼ିଲାନି, କାରଣ ବି ପଚାରିଲୁ କହିଲାନି। ଯେତେବେଳେ ମୋ ଭାଇକି ଆଗେ ଗାଡ଼ିରେ ବସେଇ ନେଇଗଲେ ଜବରଦସ୍ତି ପୋଲିସ, ତାପରେ ମୋତେ ଜବରଦସ୍ତି ଟାଣିକି 3 ଜଣ କନଷ୍ଟେବଲ ମୋତେ ଯେତେବେଳେ ନେଇକି ଗଲେ ମହାକାଳପଡ଼ା ବ୍ଲକରୁ। 3 ଜଣ ମହିଳା ଥିଲେ। ମୋ ମୋବାଇଲ ଛଡ଼େଇଲେ, ମୋ ମୋବାଇଲ ଚାବୁଟି ଧରିଥାଏ। ମୋ ପିଠିରେ ବିଧା ମାରିଛନ୍ତି, ମୋ ଛାତିରେ ବି ବିଧା ମାରିଛନ୍ତି, ମୋ ଚୁଟି ଫୁଟି ଧରି ଟାଣି ଘୋଷାରି ମାରି ମୋ କତିରୁ ମୋବାଇଲ ନେଇଗଲେ। ମୋତେ ଖରାପ ଭାଷାରେ ବି ଗାଳି। ମୁଁ ନିଜେ ବି ଜାଣିନି କାହିଁ ମାରିଲା। ଏଇଟା କୋଉଠି ନା କୋଉଠି ବିଧାୟକ ଇନଷ୍ଟ୍ରକ୍ସନ୍ ମୋତେ ହଇରାଣ କରିବା ପାଇଁ। ଯେତେବେଳେ ଥାନାରେ ଯାଇ ମୁଁ ପହଞ୍ଚିଲି, ମୋତେ ମୋ ମୋବାଇଲ ଦେଲେନି ମୋ ଘରକୁ କଲ୍ କରିବାକୁ। ମୋ ଘର ଲୋକ ପଛରେ କେମିତି ଆସିଲେ ମୁଁ ଜାଣିନି। ଯେଉଁମାନେ ବି ଗଲେ ମୋତେ ଦେଖା କରିବାକୁ, ସେମାନଙ୍କୁ ଦେଖା କରିବାକୁ ଦେଲେନି, ମୋତେ ଭିତରେ ନେଇ ବସେଇ ଦେଲେ। ତାପରେ ଯେତେବେଳେ ମୋ ଛାତି ପେନ୍ ହେଲା, ମୁଁ 10 ମିନିଟ୍ କାଳ ଚିଲେଇଛି, ମୋ ତ ଦେହ ଭଲ ନାହିଁ, ମୋତେ ହସ୍ପିଟାଲ ନେଇ ଚାଲନ୍ତୁ, ମୋ ଛାତି ପେନ୍ ହେଉଛି। ତ ମୁଁ ଏବେ ଚାହୁଁଛି ମୋତେ ନ୍ୟାୟ ଦରକାର। ଯେଉଁମାନେ ମୋତେ ଧମକ ଦେଇଛନ୍ତି ମାରିବାକୁ, ରେପ୍ କରିବାକୁ, କିଛି ନ କରିବେ ବୋଲି ମାନେ ନାହିଁ। ମୋ ବିଲ୍ ଫିଲ୍ ଗୁଡ଼ା ବହୁତ ପଡ଼ିକି ରହିଛି, ପଇସା ଲୋକ ଘର। ପୂର୍ବରୁ ଗୋଟେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଯେ ମୋତେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ହେଇପାରେ, ଆଜ୍ଞା 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 ଆଜି ସତ ହେଇଛି ଘଟଣା। ନିଶ୍ଚିନ୍ତ ଭାବରେ ସତ ହେଇଛି। ଯେତେବେଳେ ପ୍ରଶାସନ ବିରୁଦ୍ଧରେ ମୁଁ ଯାଇଥିଲି, ମୋତେ ଧମକ ଆସିଥିଲା। ଏଇମାନେ ମୋତେ ଧମକ କରିଥିଲେ, କାରଣ ଯେହେତୁ ବିଧାୟକ ସାଙ୍ଗରେ ବିଗତ ଦିନରେ ରହିକି ମୁଁ କାମ କରିଥିଲି, ମୋ ପଞ୍ଚାୟତରେ ମୁଁ ଭୋଟ୍ କରେଇଥିଲି। ମୁଁ ଚାହୁଁନଥିଲି ବିଧାୟକଙ୍କ ବିରୁଦ୍ଧରେ କିଛି କହିବାକୁ। ଏଇ ପ୍ରଶାନ୍ତ ସେଠି ମୋତେ ଧମକ ଦେଇଥିଲା। ମୋ କତିରୁ 50,000 ଟଙ୍କା ନେଇଥିଲା ବି ସାଂସଦ ଖେଳ ମହୋତ୍ସବକୁ। କାମ କାଣ୍ଡ ପାଇଁ କାହାକୁ ଦାୟୀ କରୁଛନ୍ତି ଆପଣ? ଏଠିରେ କୋଉଠି ନା କୋଉଠି ବିଧାୟକର ହାତ ରହୁଛି।